ତାହେଲେ ମୁଁ ତ ଦେଖିବା ପାଇଁ ସୁନ୍ଦର ଅଛି ନନାକୁ ବହୁତ ପଇସା ଦେଇଥିବ ନା? ତ ନିଶ୍ଚିତ ନା ଆଉ। ଜାଣିଛୁ ମୁଁ 200 ଟଙ୍କା ଗୋଟେ ଦେଲି ମତେ କିନ୍ତୁ ସିଏ 180 ଟଙ୍କା ଧରେଇଦେଲା। ହେଇଟି ହଁ କୁହ। ମୁଁ ଗୋଟେ କଥା ପଚାରିବି ତମେ ସତ କହିବ ତ? ପୁରା ରିଏଲ ଫ୍ୟାକ୍ଟ। ଆଜି ନନାଙ୍କ ସହିତ ମୋର ଦେଖା ହେଇଥିଲା ହେଲା। ନନା ଟିକେ ମୁହଁ ଶୁଖେଇକି ଗଲା ପରି ମତେ ଲାଗିଲା ହେଲା। କଣ ହେଲା ଜାଣିଛ? ଆଚ୍ଛା କହିଲ ଆମର ଯୋଉ ବାହାଘର ହେଇନଥିଲା তুমি ନନାଙ୍କୁ କେତେ ଟଙ୍କା ଦକ୍ଷିଣା ଦେଇଥିଲ ସତ କହିଲ? ସିଏ ତ ବହୁତ ପୁରୁଣା କଥା କିନ୍ତୁ ମୁଁ ଅବଶ୍ୟ ଲେଟର ଦେଇଛି। ନନାଙ୍କୁ ପଚାରିଲି ଯେ ନନା ମୋ ବାହାଘର ଦକ୍ଷିଣାଟା ତ ମାନେ ଡ୍ୟୁ ହେଲା ଆଖିରି ଫାକିରି କରିବ ନାଇଁ। ସିଏ ହସିଲେ କହିଲେ ନା ନା ମୁଁ ଟିକେ ଭୁଲି ଯାଇଥିଲି ଆଉ ଦେଇକି କହିଲେ ଠିକ ଅଛି ତମ ସ୍ତ୍ରୀର ଚେହେରା ଅନୁସାରେ ତୁମେ ପେମେଣ୍ଟ କର ଆଉ। ତାହେଲେ ମୁଁ ତ ଦେଖିବା ପାଇଁ ସୁନ୍ଦର ଅଛି ନନାକୁ ବହୁତ ପଇସା ଦେଇଥିବ ନା? ନିଶ୍ଚିତ ନା। ଜାଣିଛୁ ମୁଁ 200 ଟଙ୍କା ଗୋଟେ ଦେଲି ମତେ କିନ୍ତୁ ସିଏ 180 ଟଙ୍କା ଧରେଇଦେଲା। ତାମାନେ ମୋର ମୂଲ୍ୟ no, 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 no.